ଆଜି ରୋଷେଇ ଘରେ କାହାର ପାଦ ପଇଲା? ଲକ୍ଷ୍ମୀ ସାନ୍ତାଣୀଙ୍କର। ଲକ୍ଷ୍ମୀ ସାନ୍ତାଣୀ? ଲୋ ବୋପା ମା। ଆଉ ରୋଷେଇ ଯିଏ କରନ୍ତି ସେମାନେ ଲକ୍ଷ୍ମୀ ତାଙ୍କୁ କୁହାଯାଏ। ଆଚ୍ଛା। ଆଉ ମୁଁ ସେଥିରୁ କିନ୍ତୁ ବାଦ ପଡ଼ିବି। ହଉ ଆଜି କ'ଣ କରୁଛ ଏଠି ବସିକି? ଆଜି ଚୁଙ୍ଗୁଡ଼ି ଝୋଳ। ବୋପା ମା। ମୋର ଆଉ ରୋଷେଇ ଅଭ୍ୟାସ ଛାଡ଼ିଦେଲେ ହଇରାଣ ହେବେନି। ଆଜି କେମିତି ଶୋଇନ କେମିତି? ଆଜି ଶୋଇନି ସେମିତି କେବେ ଶୋଇଛି ସୁଯୋଗଟା ଆସିନି ଶୋଇପାରିନି। ଓହୋ। ସେଇ ଘରେ ବସି ପଡ଼ିଥିଲେ ଶୋଇ ପଡ଼ିଥାନ୍ତି। ନା ଚିଙ୍ଗୁଡ଼ିଟା ସକାଶେ ତମ ଆଖିରେ ଆଜି ନିଦ ନାହିଁ? ସେମିତି ମାନେ ନାହିଁ ଯେ ନିଦ ବେଳେ ଚୁଙ୍ଗୁଡ଼ି ଥାଇକି ଚୁଙ୍ଗୁଡ଼ିରେ ବାପ ଥିଲେ ବି ମୋର କିଛି କହିବାର ନାହିଁ। ଆଚ୍ଛା। କି ଭାବିବାର ବି ନାହିଁ। ନିଦ ହେଇନି ତ ହେଇନି ଆଉ। ନାଇଁ ନାଇଁ ପ୍ରକୃତରେ ପଖାଳ ଖାଇବାର ଥିଲା ଛୋଟ ଚୁଙ୍ଗୁଡ଼ି ଭାବିକି ଦେଖିଲା ଆସିକି ବଡ଼ ଚୁଙ୍ଗୁଡ଼ି। ପୁଣି ଏଠୁ ପ୍ଲାନ୍ ଚେଞ୍ଜ ହେଇକି ତରକାରୀ ହେଲା। ଭାତ ତ ବସି ନଥିଲା ଅରୁଆ ଭାତ ବସିଲା। ମତେ ଟିକେ ଭଲ ଲାଗେ ମାନେ ଗରମ ଭାତକୁ ଝୋଳଟା ଖାଇବା। ତିନିଟା ଚାରିଟା ହବ ପଛେ ରୋଷେଇ ସରିଲେ ଯାଇକି ଖାଏ। ଗୋଟେ ଚିକଣିଆ ପାଟିଟା ତ ପାଇଛନ୍ତି ଆଉ ନା ବୋଉ? ନାଲି ଝୋଳ ନହେଲେ ମତେ ଭଲ ଲାଗିବନି। ମୋ ପୁଅ ଭଳିଆ ମୋର। କାଇଁ ଏପର୍ଯ୍ୟନ୍ତ ନାଲି ହେଇନି? ହବ ଆଉ। ହବ ତ ଆଗକୁ? ହଉ ସଇଲା ପରେ ଦେଖିବା କେମିତି ହେଇଛି ଆଉ। ହଉ କର ଆଜି।